হে তুম জয় সর্বত্র রে। আসিল তুমে শান্তি হই ধরারে, হেউ প্রভু হে তুম জয় সর্বত্র রে। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 11 ଅଧ୍ୟାୟର 28 ପଦରେ ଆମମାନେ ଏହିପରି ପାଠ କରୁ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ବିଶ୍ରାମ ପ୍ରାପ୍ତି ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସହିତ ତାହାଙ୍କ ନିକଟକୁ ଆସିବା ଆବଶ୍ୟକ। ସର୍ବପ୍ରଥମରେ ପ୍ରଭୁ ଯୀଶୁଖ୍ରୀଷ୍ଟ କାହାକୁ ଆପଣା ନିକଟକୁ ଡାକନ୍ତି ତାହା ଆମେ ଦେଖିବା ଉଚିତ। ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକଙ୍କୁ ସେ ଆପଣା ନିକଟକୁ ଡାକନ୍ତି। ପାପର ଭାର ଏକ ଭାରି ଜୁଆଳି ପରି। କେବଳ ସେତିକି ନୁହଁ, ମନୁଷ୍ୟ ଯେଉଁ ରୀତିନୀତି ଓ କର୍ମକାଣ୍ଡ ଦ୍ୱାରା ପାପରୁ ମୁକ୍ତି ପାଇବାକୁ ଚାହେଁ ତାହା ମଧ୍ୟ ଏକ ଭାରି ଜୁଆଳି ପରି। ଏହି ବୋଝରୁ ମନୁଷ୍ୟକୁ ମୁକ୍ତି ଦେବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଦେହବନ୍ତ ହେଲେ। ନିର୍ଦ୍ଦୋଷ ଓ ନିଷ୍କଳଙ୍କ ହୋଇ ସୁଦ୍ଧା ମନୁଷ୍ୟ ଜାତିର ପାପର ବୋଝ ଆପଣା ଉପରେ ନେଇ କ୍ରୁଶରେ ବଳିଦାନ ହେଲେ ଏବଂ ତୃତୀୟ ଦିନରେ ମୃତ୍ୟୁରୁ ଉତ୍ଥିତ ହେଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ତା ଉପରୁ ପାପର ଭାର ଦୂର କରି ଦିଆଯିବ। ସେତେବେଳେ ତାହାକୁ ଆଉ ମନୁଷ୍ୟର କୌଣସି ରୀତିନୀତି ଓ କର୍ମକାଣ୍ଡର ଅଧୀନରେ ରହିବାକୁ ପଡ଼ିବ ନାହିଁ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ସେ ପାପ କ୍ଷମା ପ୍ରାପ୍ତ ହୁଏ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଆପଣ ମଧ୍ୟ ଯେପରି ପାପର ବୋଝରୁ ମୁକ୍ତ ହୋଇପାରିବେ, ଈଶ୍ୱରଙ୍କ ନିକଟରେ ଆପଣଙ୍କ ନିମନ୍ତେ ଆମର ଏହି ପ୍ରାର୍ଥନା।